ନଳ ଦମୟନ୍ତୀଙ୍କ ପ୍ରେମଗାଥା। ପ୍ରାଚୀନ କାଳର ନିଷଧ ରାଜ୍ୟର ରାଜା ନଳ ବିଦର ରାଜ୍ୟର ରାଜକନ୍ୟା ଦମୟନ୍ତୀ ମଧ୍ୟରେ ଏକ ଅସାଧାରଣ ପ୍ରେମ ଜନ୍ମ ନେଲା। ଦୁହିଁଙ୍କୁ ସ୍ୱପ୍ନରେ ଦେଖି ତାଙ୍କୁ ଚିହ୍ନିବାର ଆକାଂକ୍ଷାରେ ରହିଲେ। ଏକ ସଖୀ ମାଧ୍ୟମରେ ତାଙ୍କ ମଧ୍ୟରେ ସମ୍ପର୍କ ସ୍ଥାପିତ ହେଲା। ଏଇଠୁ ତାଙ୍କ ପ୍ରେମ ଆରମ୍ଭ ହେଲା। ଏଥିରେ ଦମୟନ୍ତୀ ତାଙ୍କୁ ଅନ୍ୟତମ ପ୍ରେମ ଜଣାଇବା ପାଇଁ ସ୍ୱୟଂବର ଆୟୋଜନ କଲେ। ସ୍ୱୟଂବର ଦିନ ନଳ ସହିତ 4 ଜଣ ଦେବତା ମଧ୍ୟ ଦମୟନ୍ତୀଙ୍କ ସ୍ୱାମୀ ହେବାକୁ ଆସିଲେ। ଦେବତାମାନେ ନଳଙ୍କ ରୂପ ଧାରଣ କରି ଦମୟନ୍ତୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କଲେ, କିନ୍ତୁ ଦମୟନ୍ତୀ ନଳଙ୍କ ମାନବତା, ହାସ୍ୟ ଓ ତାଙ୍କ ଅସଲି ଗୁଣର ତାଙ୍କ ପରିଚୟ ପାଇବାରେ ସକ୍ଷମ ହେଲେ। ରାଜ୍ୟର ରାଜା, ମନ୍ତ୍ରୀ ଓ ଜନତାଙ୍କ ଆଶୀର୍ବାଦ ସହିତ ନଳ ଓ ଦମୟନ୍ତୀଙ୍କର ବିବାହ ସମ୍ପନ୍ନ ହେଲା। କିନ୍ତୁ ଏହି ସୁଖ ବିଶେଷ କାଳ ପର୍ଯ୍ୟନ୍ତ ରହିଲା ନାହିଁ। କଳି ନାମକ ଜଣେ ରାଜା ନଳଙ୍କ ଉପରେ ଭୂତର ନିବାସ କରିବାରେ ସଫଳ ହେଲା। ତାଙ୍କୁ ରାଜ୍ୟ ହାରିବା ସହିତ ଏକ ଜଙ୍ଗଲରେ ଆଶ୍ରୟ ନେବାକୁ ପଡ଼ିଲା। ଜଙ୍ଗଲରେ ଏକ ଜନ୍ତୁ ନଳଙ୍କୁ ଦମୟନ୍ତୀ ଠାରୁ ଅଲଗା କରିଦେଲା, କିନ୍ତୁ ଦମୟନ୍ତୀ ଆଶା ହାରିଲେ ନାହିଁ। ସେ ନଳଙ୍କୁ ଖୋଜିବା ଆରମ୍ଭ କଲେ। ନିଜର ଧୈର୍ଯ୍ୟ, ବିବେକ ଓ ପ୍ରେମର ସାହାଯ୍ୟରେ ନଳ ଏବଂ ଦମୟନ୍ତୀ ପୁଣି ଏକତ୍ର ହେଲେ। ନଳ ତାଙ୍କ ରାଜ୍ୟ ଫେରି ପାଇଲେ ଏବଂ ଦମୟନ୍ତୀ ସହ ସୁଖମୟ ଜୀବନ ବ୍ୟତୀତ